ପ୍ରେଜ୍ ଦ ଲର୍ଡ। ଆଜ୍ଞା ଭଏସ ଆସୁଛି? ଆଜ୍ଞା ଆଜ୍ଞା ପ୍ରେଜ୍ ଦ ଲର୍ଡ। ୟେସ୍ ଆଜ୍ଞା ଆଜ୍ଞା ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ ବେଟା। ଆଜ୍ଞା ମାଉସୀ ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ବେଟା। ଥ୍ୟାଙ୍କ ୟୁ। ଆଉ ପ୍ରଭୁଙ୍କ ମହାନାମର ଗୌରବ ହେଉ। ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଆପଣ ଆମର ଇୟର୍ଲି ମର୍ଣ୍ଣିଂ ପ୍ରେୟାର ଗ୍ରୁପର ପ୍ରତ୍ୟେକଙ୍କୁ ବିଶେଷ ଭାବରେ ଆୟୋଜନ କରୁଥିବା ବିନୟ ଆଜ୍ଞା, ମଧୁସୂଦନ ଦିଦି, ତା ସହିତ ଅମର ଆଜ୍ଞା, ବୀରେନ୍ଦ୍ର ଆଜ୍ଞା, ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ପ୍ରତ୍ୟେକଙ୍କୁ ମଧ୍ୟ ନମସ୍କାର ଜଣାଉଛି। ଆଉ ସାକ୍ଷ୍ୟ ତ ନିଶ୍ଚିନ୍ତ ଭାବରେ କହିବି, କୋଉ ପଟୁ ଆରମ୍ଭ କରିବି କଣ କରିବି ମୁଁ ଜାଣିପାରୁନି। କେମିତି ମତେ ଏତେ ବି ଖୁସି ଲାଗୁଛି କି ପ୍ରଭୁଙ୍କ ପ୍ରେଜେନ୍ସରେ ଆମେ ଅଛୁ, ମତେ ବହୁତ ଖୁସି ଲାଗୁଛି। ବିଶେଷ ଭାବରେ ରିସେଣ୍ଟଲି ମୋର ଏଇ ଯୋଉ ମ୍ୟାରେଜ ଟା ପ୍ରଭୁ ଶେଷ କରିଛନ୍ତି, ତାହା ବି ଗୋଟେ ଆଶ୍ଚର୍ଯ୍ୟ ଭାବରେ ହେଇଛି। ତାହାକୁ ମୁଁ ଅଳ୍ପ ସମୟ କହିବି। ଏଇ ମ୍ୟାରେଜ ପାଇଁ ଆମ ଘରେ ବହୁତ ବ୍ୟସ୍ତ ଥିଲେ। ମାନେ ଗୋଟେ ମ୍ୟାରେଜ କେମିତି କଣ କୋଉଠୁ ମାନେ ଗୋଟେ ଉପଯୁକ୍ତ ପାତ୍ରୀ କୋଉଠୁ ମିଳିବ କଣ ହବ ବୋଲି ବହୁତ ମାନେ ସମସ୍ତେ ଟିକେ ଚିନ୍ତାରେ ଥିଲେ, ଅସ୍ତବ୍ୟସ୍ତ ବି ଥିଲେ ସମସ୍ତେ। ବାପା ତ ସବୁବେଳେ ଇଆଡେ ଯିବା ସିଆଡେ କହିବା, ୟାକୁ କହ ତାକୁ କହ, ମାନେ ଏଠି ଯାଅ ସେଠି ଯାଅ, ବହୁତ ଚିନ୍ତାରେ ସେ ଥିଲେ, ବୋଝର ସହିତ ଥିଲେ। ସେ ପ୍ରାର୍ଥନା କରୁଥିଲେ ଆଉ ସମସ୍ତେ ବି ପ୍ରାର୍ଥନା କରୁଥିଲେ। ମୁଁ ବି ପ୍ରାର୍ଥନାରେ ଥିଲି, ଯଦି ପ୍ରଭୁ ତମର ଇଚ୍ଛା ଅଛି ତାହେଲେ ଉପଯୁକ୍ତ ପାତ୍ରୀ ହିଁ ତମେ ଯୋଗାଅ, ଯାହା ବି କର ତମେ ହିଁ କର ବୋଲି ମୋର ବି ମାନେ ପ୍ରାର୍ଥନା ବି ଥିଲା ବହୁତ ଦିନ ତଳେ। ହେଲେ ବହୁତ ଏମିତି ମୋର ଯିଏ ବଡ ଭଉଣୀ, ସଭା ବଡ ଭଉଣୀ, ତାଙ୍କୁ ସେ ମଧ୍ୟ ଆମର ସେ ବି ଥିଓଲୋଜି କରିଛନ୍ତି, ସେ ବି ମଧ୍ୟ ପ୍ରଭୁଙ୍କ ସେବାରେ ଅଛନ୍ତି, ଭଦ୍ରକର ସେବା କରନ୍ତି, ଭାଇ ବି ଭଉଣୀ ବି। ଆଉ ତାଙ୍କର ବି ସେ ବି ବୋଝର ସହିତ ପ୍ରାର୍ଥନା କରୁଥିଲେ। ଆଉ ହଠାତ୍ କେମିତି କଣ ଦିନ ତାଙ୍କର ସାଙ୍ଗଙ୍କ ସହିତ କଥାବାର୍ତ୍ତା ହଉ 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 ଆଉ ସେ ଏଇ ପ୍ରସ୍ତାବ ଟା ପକେଇଦେଲେ କି ଆଉ ମୋ ଭାଇ ଜଣେ ଅଛି ଏମିତି ଏମିତି, ଆଉ ସେ ଡିସେବଲ ପର୍ସନ, ଆଉ ସେ କିନ୍ତୁ ଟିଚରସିପ କରୁଛନ୍ତି, ଏମିତି ଗୋଟେ ତାଙ୍କ ପାଇଁ ଗୋଟେ ଝିଅ ଆବଶ୍ୟକତା ଅଛି ତା ପାଇଁ, ଆଉ କଣ ହେଇପାରିବ କି ବୋଲି ଏମିତି ଗୋଟେ କଥା ପକେଇଲେ। କଥା କୋଉ ସେ ତାଙ୍କର ସାଙ୍ଗ କହିଲେ, ସେ ବି ଜଣେ ସେ ବ୍ରଜରାଜନଗରରେ ବି ସେ ହଷ୍ଟେଲ ୱାର୍ଡେନ ଭାବରେ ସେ କାମ କରୁଥିଲେ, ଆମ ଦିଦିଙ୍କର ସାଙ୍ଗ ଏକା ସେ ହଷ୍ଟେଲ ୱାର୍ଡେନ ଥିଲେ, ସେ ଯୋଉଠି ଥିଓଲୋଜି କଲେଜରେ। ଆଉ ଇଏ ଯିଏ ମୋ ସାଙ୍ଗରେ ଅଛନ୍ତି ମୋର ଆମର ଯିଏ ପୁନମ, ତାଙ୍କ ନାଁ ପୁନମ, ସେ ବି ଟ୍ରେନିଂ କରୁଥିଲେ ସେଇ ଜାଗାରେ। ସେ ଏ କଥା ସେ ଦିଦି ସେ କଥା ଶୁଣୁ ଶୁଣୁ ସେ କହିଲେ ଗୋଟେ ବହୁତ ଭଲ ଝିଅ ଅଛି, ଆଉ ବହୁତ ଭଲ, ଆଉ ତାକୁ ଯଦି ଟିକେ କଥାବାର୍ତ୍ତା କଲେ ହଁ ତ ହବ ବୋଲି କହିଲେ। ଆଉ ସେଇ ବିଷୟରେ ଯେତେବେଳେ କଥାବାର୍ତ୍ତା ଚାଲିଲା, କଥାବାର୍ତ୍ତା ହଉ ହଉ ଆଉ ଇଏ ବି କହିଲେ କି ସେ ତାଙ୍କ ନାଁ ଦିଦିଙ୍କ ସାଙ୍ଗ ଯିଏ, ସେ ଏଇ ବିଷୟକୁ ନେଇକି କଥାବାର୍ତ୍ତା କଲେ, ମିଡିଏଟର ହେଇକି କଥାବାର୍ତ୍ତା କଲେ। ଆଉ ଇଏଙ୍କୁ କଥାବାର୍ତ୍ତା କହିଲା ପରେ, ମାନେ ସବୁ ବିଷୟ ବୁଝିଲା ପରେ ସେ କହିଲେ କି ଇଏ ବି ବହୁତ ମାନେ ଉଦ୍ଯୋଗୀ। ସେ କହିଲେ କି ମାନେ ପ୍ରଥମେ କ୍ୱେଶ୍ଚନ ୟାଙ୍କର ଥିଲା କି ଇଏ ମାନେ ଯାହାକୁ ଆପଣ ଇଏ କରୁଛନ୍ତି ସେମାନେ କଣ ଖ୍ରୀଷ୍ଟିଆନ ଫ୍ୟାମିଲି? ସେଠୁ ସେ କହିଲେ ହଁ, ଯଦି ଖ୍ରୀଷ୍ଟିଆନ ଫ୍ୟାମିଲି, ସେ ବିନା ଯୁଦ୍ଧରେ ସେ ରାଜି ହେଇଗଲେ। ସେ ବହୁତ ପ୍ରେଜ୍ ଦ ଲର୍ଡ। ଏଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ସେ ଆଉ କିଛି ଦେଖି ନାହାନ୍ତି, ସେ ସବୁ କଥା କଣ ଜଣେଇଲେ, ଯଦିଓ ସିଏ ମାନେ କହିଲେ କି ଇଏ ଜଣେ ଏମିତି ଡିଜେବଲ ପର୍ସନ, ଆଉ ୟାଙ୍କୁ ଦେଖାଯାଏନି, ଆଉ ଇଏ ଜଣେ ଜବ୍ କରନ୍ତି, ସବୁ କରନ୍ତି, ସେ କଥା କିଛି କହିନାହାନ୍ତି। କିନ୍ତୁ କେବଳ ଖ୍ରୀଷ୍ଟିଆନ ଫ୍ୟାମିଲି ବୋଲି ସେ ବହୁତ ଖୁସି ହେଇଛନ୍ତି, ସେ ରାଜି ହେଇଛନ୍ତି, ବିନା ଯୁଦ୍ଧରେ ରାଜି ହେଇଗଲେ। ଏଟା ଗୋଟେ ପ୍ରଭୁଙ୍କୁ ଧନ୍ୟବାଦ। ତାପରେ ଇଏ ବି ବାହାରେ ରହିକି ମାନେ ମଝିରେ ଇଏ ବି ମିନିଷ୍ଟ୍ରି କରୁଥିଲେ, ମିନିଷ୍ଟ୍ରି ଛାଡିକି ବର୍ତ୍ତମାନ ସେ ମଝିରେ ତାଙ୍କର ବିଭିନ୍ନ କଣ୍ଡିସନ, ତାଙ୍କ ଫ୍ୟାମିଲି କଣ୍ଡିସନ ବି ଏତେ ଇଏ ନାହିଁ, ସମସ୍ୟା ଟିକେ ରହେ, ସେଥିପାଇଁ ସେ ବାହାରେ କାମ କରୁଥିଲେ। ୟାଙ୍କୁ ମଧ୍ୟ ମିନିଷ୍ଟ୍ରି ଯେତେବେଳେ କରୁଥିଲେ, ଆଉ ତାଙ୍କ ଛୋଟ ବେଳରୁ ତାଙ୍କ ବାପା ମାଙ୍କର ମଝିରେ ଡିସ୍ପ୍ୟୁଟ ହେଇକି, ଆଉ ତାଙ୍କ ମଉସା ମାଉସୀଙ୍କ ଘରେ ସେ ମାନେ ପ୍ରତିପାଳିତ ହେଇକି ଅଛନ୍ତି, ମାନେ ଥିଲେ ତାଙ୍କର ଏମାନେ ଭାଇ ଭଉଣୀ ମାନେ। ଆଉ ସେମାନେ ଯେତେ ହେଲେ ବି ବାପା ମା ମଉସା ମାଉସୀ ଟିକେ ଅଲଗା, ଯାହା ହେଲେ ବି ଡିଫରେନ୍ସ। ଆଉ ସେଥିପାଇଁ ସେମାନେ ଯିଏ ଯାହାର ଜାଗାରେ ଆଉ ଏତେ ଉତ୍ତମ ମାନେ ସାନ ବେଳରୁ ଏତେ ସୁବିଧା ସୁଯୋଗ ପାଇନାହାନ୍ତି, ଏତେ ବାପା ମାଙ୍କ ସ୍ନେହରୁ ସେମାନେ ବଞ୍ଚିତ ଅଛନ୍ତି। ଆଉ ଆଉ ଇଏ ବି ବାହାରେ ମଝିରେ ଏଇ ମିନିଷ୍ଟ୍ରିରୁ ସେମାନଙ୍କୁ ବାହାର କରିକି ମାନେ ବାହାରେ ବିଭିନ୍ନ କମ୍ପାନୀରେ ମଧ୍ୟ କାମ କରୁଥିଲେ। ଏଇଟା ଥିଲା ଆମର ଯୋଉ କଥାବାର୍ତ୍ତା ହେଇଥିଲା, ଏଇଟା ଜୁଲାଇ ଅଗଷ୍ଟ ମାସର କଥା, ଏଇଟା ଅଗଷ୍ଟ ମାସର କଥା। ହେଲେ ଯେତେବେଳେ ଏ କଥା ଇଏ ତାଙ୍କ ପରିବାରରେ ପକେଇଲେ, ତାଙ୍କ ପରିବାର କହିଲେ, ତାଙ୍କ ମଉସା ମାଉସୀ ମାନଙ୍କୁ, ଏମାନେ ସମସ୍ତେ କିନ୍ତୁ ଅରାଜି ଥିଲେ, ଅରାଜି ହେଲେ, ଆଜି ବି ସେମାନେ ଅରାଜି, ଏବେ ବି ସେମାନେ ଏତେ
ଇଏ ନୁହନ୍ତି, ରାଜି ନୁହନ୍ତି, ତଥାପି ବି ସେମାନେ ରାଜି ନୁହନ୍ତି। ସେ କିନ୍ତୁ ଅପୋଜ କଲେ, ସବୁ ଅପୋଜ କଲେ, କେମିତି କଣ ତାଙ୍କୁ ଏମିତି କରିବୁ, ଗୋଟେ ତାଙ୍କୁ ଜଣେ ଜଣେ ଡିସେବଲ ପର୍ସନ, ଜଣେ ବ୍ଲାଇଣ୍ଡ ପର୍ସନ କୁ ତୁ କେମିତି ମ୍ୟାରେଜ କରିବୁ ବୋଲି ବହୁତ ସେମାନେ ଅପୋଜ କଲେ, ବହୁତ ଖାଲି ମାନେ ତାଙ୍କୁ ଖାଲି ଏଗନେଷ୍ଟ ହିଁ ସେମାନେ କହିଲେ। ତଥାପି ୟାଙ୍କର ଗୋଟେ ଦୃଢ ବିଶ୍ୱାସ ରହିଲା ଯେ ମୁଁ ଯେହେତୁ ସେ ପ୍ରଭୁଙ୍କୁ ଜାଣିଛନ୍ତି ସେତୁ ମୁଁ ମ୍ୟାରେଜ କରିବି ବୋଲି, ସେ ଆଗରୁ ତାଙ୍କର ଗୋଟେ ଦୃଢ ନିଷ୍ପତ୍ତି ରହିଲା। ଏମିତି ହେଇ ତାପରେ ଏଇ କଥା ଗଲା ଡିସେମ୍ବର ମାସ ପର୍ଯ୍ୟନ୍ତ। ଡିସେମ୍ବରରେ ପ୍ରୋଗ୍ରାମ ମାନେ ଡିସେମ୍ବର ଆସିବାର ତାଙ୍କର ଥିଲା ପ୍ରୋଗ୍ରାମ ଚେନ୍ନାଇରୁ। ଆଉ ଚେନ୍ନାଇରୁ ଆସିଲା ପରେ କିଛି ଦିନ ମଝିରେ ମଝିରେ କଣ ଆମର ଯୋଗାଯୋଗ ଆମ ଦିଦି ମାନଙ୍କ ସହିତ ଯୋଗାଯୋଗ ହେଇପାରି ନଥିଲା, ମଝିରେ ଫୋନ କଣ୍ଟାକ୍ଟ ହେଇପାରି ନଥିଲା। ତେଣୁ ଦିଦି ମାନେ ମଝିରେ ଟିକେ ନିରାଶ ହେଇଯାଇଥିଲେ। ଯେତେବେଳେ ନିରାଶ ହେଇଗଲେ ଆଉ ଦିଦି ମାନେ ବହୁତ ମୋ ବଡ ଦିଦି ପୁରା ବହୁତ ବୋଝର ସହିତ ପ୍ରାର୍ଥନା କଲେ, ପ୍ରଭୁ ସତରେ କଣ ୟାଙ୍କ ପାଇଁ ଇଏ ରଖିଛ ନା ଆଉ କୋଉଠି ତମେ ଝିଅ ରଖିଛ, ଆଉ ତମେ ଦେଖାଅ ବୋଲି ବହୁତ ପ୍ରାର୍ଥନା କଲେ। ବହୁତ ପ୍ରାର୍ଥନା କଲା ପରେ ଆଉ ପୁଣି ଥରେ ଯେତେବେଳେ ଇଏ କଣ୍ଟାକ୍ଟ କଲେ ସେଠୁ ସମସ୍ତେ ଆଉ ଦିଦି ମାନେ ଖୁସି ହେଲେ। ତାପରେ ଯେତେବେଳେ ୟାଙ୍କର ଗୋଟେ ସମସ୍ୟା ହେଲା କି ଆଉ ଥରେ ମତେ ଏମିତି ଏମିତି ପରିବାର ପକ୍ଷରୁ ବାହାରକୁ ଯିବାକୁ ହିଁ ପଡିବ ବୋଲି ମାନେ ପଡିବ ବୋଲି କହୁଛନ୍ତି, ଆଉ ତେଣୁ ମୁଁ ଚାହୁଁଛି କି ଯେତେ ଶୀଘ୍ର ଯଦି ଏଟା ମ୍ୟାରେଜ ଟା ହେଇଯାଆନ୍ତା, ଆଉ ଯେତେ ଶୀଘ୍ର ମ୍ୟାରେଜ ହବ ସେତେ ଶୀଘ୍ର ଭଲ ଥିବ ବୋଲିକି ଆମ ଦିଦି ମାନଙ୍କୁ କହିଲେ। ଦିଦି କହିଲା ପରେ ଆମକୁ ସେ ଦିଦି ମାନେ ଜଣେଇଲା ପରେ ଆମେ ବି ଟିକେ ଅସ୍ତବ୍ୟସ୍ତ ହେଲୁ। ଆରେ ଏଇ କଥା ତ ଅଲଗା ହବ, ଯଦି ବାହାରକୁ ପଳେଇବେ, ଯଦି ବାହାରେ ରହିଯିବେ ଯଦି ଆଉ ଅସୁବିଧା ହବ। ତେଣୁ ଯାହା ବି ହବ ଆମେ ଯେତେ ଶୀଘ୍ର ହବ ଯେତେ ଶୀଘ୍ର ପାରିବା ସେତେ ଶୀଘ୍ର କରିବା ବୋଲିକି ଏଇଟା ହେଲା ଜାନୁଆରୀ 26-27 ତାରିଖର କଥା। ଏଇଟା ଏଇ ଜାନୁଆରୀ 26-27 ତାରିଖ ଦିନ ଡିସିସନ ସାଙ୍ଗେ ସାଙ୍ଗେ ନିଆ ହେଇକି ଫେବୃଆରୀ 5 ତାରିଖ ଦିନକୁ ମାନେ ଡେଟ୍ କରାହେଲା। ସାଙ୍ଗେ ସାଙ୍ଗେ ହେଇଛି ଏଇଟା, ମାନେ ଏତେ ମାନେ ଯୁଦ୍ଧକାଳୀନ ଭିତରେ ଯଦି କହିବାକୁ ଗଲେ ଏଇଟା ଯୁଦ୍ଧକାଳୀନ ଭିତରେ ହେଇଛି ମ୍ୟାରେଜ ଟା। ତାପରେ ଯେତେବେଳେ 28 ତାରିଖ ଫିକ୍ସ ଆମେ ବସିଲୁ ସମସ୍ତେ ଘରେ, ଭାଇ ମାନେ ବସିଲୁ, ଭାଇ ମା ମୁଁ ସବୁ କଥାବାର୍ତ୍ତା ହେଲୁ। ଆଉ 5 ତାରିଖକୁ ଡେଟ୍ ଫିକ୍ସ କଲୁ। ଡେଟ୍ ଫିକ୍ସ କଲା ପରେ ଆଉ କେମିତି କଣ ଆୟୋଜନ କରିବା କଣ କରିବା ସବୁ ଟିକେ ଚିନ୍ତାରେ ଟିକେ ପଢିଲୁ। ତାପରେ ତଥାପି ବି ଆଉ ତାଙ୍କ ଘରେ ତ ଟୋଟାଲି ରାଜି ନାହାନ୍ତି, ଆଉ କଣ କରିବା। ତାପରେ ଆମେ ଏମିତି ହେଇକି ଆଉ କିଛି କାର୍ଡ ଫାର୍ଡ ଛପେଇବା ବ୍ୟବସ୍ଥା କଲୁ। କାର୍ଡ ଛପେଇବା କଲା ପରେ ଆମେ ୟାଙ୍କର ଫ୍ୟାମିଲିକୁ ଗୋଟେ କାର୍ଡ ପଠେଇଲୁ। ଏମାନେ ସେତେ ପର୍ଯ୍ୟନ୍ତ ସେମାନେ ସିରିୟସ୍ ନଥିଲେ, ଟୋଟାଲି ସିରିୟସ୍ ନଥିଲେ ସେମାନେ। ଆଉ ଯେତେବେଳେ କାର୍ଡ ପଠେଇଲା ପରେ ଟିକେ ମାନେ ସିରିୟସ୍ ହେଲେ, ସତ କଥା ତା ମାନେ ଏମିତି କଣ ହେବାର ଅଛି, ସେମାନେ ଟିକେ ଅସ୍ତବ୍ୟସ୍ତ ହେଲେ। ତାପରେ ଯାହା ବି ହଉ, ତାପରେ 5 ତାରିଖ ଯେତେବେଳେ ସମୟ ଆସିଲା ଆମେ ତା ପୂର୍ବରୁ ବହୁତ ଚିନ୍ତାରେ ଥିଲୁ, ବହୁତ ବ୍ୟସ୍ତ ହଉଥିଲୁ, ସବୁ ଯାକ କେମିତି ହବ, ଆରେଞ୍ଜ ହବ କଣ ହବ। ତଥାପି ଆମେ ପ୍ରାର୍ଥନା କରୁଥିଲୁ, ପ୍ରାର୍ଥନାରେ ଥିଲୁ। କି ମୋର ବି ପ୍ରାର୍ଥନା ଥିଲା କି ପ୍ରଭୁ ମାନେ ପ୍ରଭୁଙ୍କୁ ମୁଁ ମାନେ ତାଙ୍କର ପ୍ରଥମ ଆଶ୍ଚର୍ଯ୍ୟ କର୍ମ ହିଁ ବିବାହରୁ ହେଇଛି, ବିବାହରୁ ହିଁ ତାଙ୍କର ଆଶ୍ଚର୍ଯ୍ୟ କର୍ମ ଆରମ୍ଭ ହେଇଛି ଗୋଟେ ବିବାହ ଭୋଜରୁ। ତେଣୁ ମୁଁ ବି ପ୍ରାର୍ଥନା କରୁଥିଲି ପ୍ରଭୁ ଗୋଟେ କାନାନଗର ଭଳିଆ ଗୋଟେ ଅନୁଭୂତି ଏଠି ହେଇଯାଉ ଆମ ଫ୍ୟାମିଲି ଆମ ମ୍ୟାରେଜ ରେ କହିକି ମୋର ପ୍ରାର୍ଥନା ଥିଲା। ତ ସେ ପ୍ରାର୍ଥନା ଥିଲା। ତାପରେ ଆମେ ସମସ୍ତେ ଲାଗି ପଡିଲୁ ପ୍ରସ୍ତୁତିରେ, ସମସ୍ତେ ବିଭିନ୍ନ ମାର୍କେଟିଂ ରେ କାର୍ଡ ଛପେଇବାରେ କାର୍ଡ ବାଣ୍ଟିବାରେ ସମସ୍ତେ ଲାଗି ପଡିଲୁ। ତା ଭିତରେ ପ୍ରାର୍ଥନା ବି ଚାଲିଥିଲା। ଆଉ ଏଇ ଭିତରେ ଆଉ ଠିକ 3-4 ତାରିଖ ବୋଧେ ମୁଁ ଆପଣଙ୍କୁ ଫ୍ୟାମିଲି ସରି ଆମ ଗ୍ରୁପରେ ବୋଧେ ମୁଁ କହିଛି। ତା ସହିତ ଆମର ଯେତେ ସର୍ଟ ହବ ସେତେ ଶୀଘ୍ର ମୁଁ ସର୍ଟ କରିବି ସରିବି। ତା ସହିତ ଆମର ଆଉ ଯୋଉଦିନ ସେ ଡେଟ୍ ଆସିଲା ଯିବାର, ସେଇଦିନ ମଧ୍ୟ ମୁଁ ବିନୁ ଆଜ୍ଞାଙ୍କୁ ସକାଳେ ଫୋନ କରିକି ପ୍ରାର୍ଥନା ବି ରଖିଥିଲି, ପ୍ରାର୍ଥନାରେ ବି ତାଙ୍କୁ ଅନୁରୋଧ କରିଥିଲି ଯିବା ସମୟରେ। ଆଉ ପ୍ରାର୍ଥନା କଲୁ। ସେଇ ସମୟରେ ଏମିତି ହେଲା କି ପରିସ୍ଥିତି କି ସେମାନେ ଯଦି ବି ଯେହେତୁ ସେମାନେ ଅରାଜି ଅଛନ୍ତି ତାଙ୍କ ଫ୍ୟାମିଲି, ହୁଏତ ଆମକୁ କଣ କରିବେ କଣ ନାହିଁ ବିଭିନ୍ନ ଆରେଞ୍ଜମେଣ୍ଟ ମାନେ ଆମକୁ ସେ ଭଳିଆ ଇଏ କରିବେ କି ନ କରିବେ, ଆତିଥ୍ୟ କରିବେ କି ନ କରିବେ, ସେମିତି କିଛି ଆମେ ଆଶା ବି କରିନଥିଲୁ। ଠିକ ଅଛି ଯାହା କରିବେ ପ୍ରଭୁ କରିବେ, ଆମେ ପୁରା ପ୍ରଭୁଙ୍କ ସହିତ ପୁରା ଆଶା ପ୍ରଭୁଙ୍କ ଉପରେ ଛାଡି ଦେଇଥିଲୁ ସବୁ। କାରଣ ଯାହା କରିବ ତମେ କରିବ, କାରଣ ତମେ ଆମ ମାନଙ୍କ ପାଇଁ ଚିନ୍ତା କରୁଅଛ। ତେଣୁ ପ୍ରଭୁ ମାନଙ୍କ ଚିନ୍ତା କରନ୍ତି, ଏଇ ବାକ୍ୟକୁ ଆମେ ରଖିକି ବିଶ୍ୱାସ କରିକି ଆମେ ଗଲୁ। କିନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ ହଉ ଯେ ସେ ସମସ୍ତ ଆରେଞ୍ଜମେଣ୍ଟ ସେମାନେ ବି କରିଥିଲେ। ଆଉ ତାପରେ ଯେତେବେଳେ ଆମେ ପ୍ରଥମେ ପହଞ୍ଚିଲୁ ସେଠି ଝାରସୁଗୁଡାରୁ ଆହୁରି ମାନେ ଆହୁରି ସୁଦୂର 50 କିଲୋମିଟର ଦୂର ହବ।
ସେଠୁକୁ ଆମେ ଗଲୁ ତାଙ୍କ ବାମଡା ଯାଇକି ଆଉ ଗଞ୍ଜୁଳି ନା କୌଣସି ଗାଁଟା ସେଠୁ ଗଲା ପରେ ସେଇଠି ଯେତେବେଳେ ପହଞ୍ଚିଲୁ ସେମାନେ ତା ମାନେ ପହଞ୍ଚିବା ପର୍ଯ୍ୟନ୍ତ ବି ୟାଙ୍କୁ ବହୁତ ସେମାନେ କିଛି କିଛି କଡା ଭାଷାରେ ତାଗିଦ କରୁଥିଲେ, ବହୁତ ମାନେ କଟୁ କଥା କହୁଥିଲେ। କିନ୍ତୁ ପ୍ରଭୁଙ୍କର ଆଶ୍ଚର୍ଯ୍ୟ ବିଷୟ ଯେତେବେଳେ ଆମକୁ ଦେଖିଲେ ସେମାନେ ଏକଦମ ଶାନ୍ତ ପଡିଗଲେ। ପ୍ରେଜ ଦ ଲର୍ଡ। ଏକଦମ ଶାନ୍ତ ପଡିଗଲେ। ପ୍ରେଜ ଦ ଲର୍ଡ। एकदम शांत पड़गले माने आ कोन कहियो किछि भी चिंता करि पाले खाली टिके अपोज कले केमिति हम हठात तमे न देख आसिलो केमिति आ न देखि कि तमे तम आमे भी तम आड जाइनु तमे आसचो एबे केमिति थोर कर केमिति हठात नै जीवो गले आ आमे तो आगु प्रिपरेशन आमे तो कथा वार्ता होउथिलु आ यांको भी कहउथुल आमे तम सहित कथा करिया पई से तो कहले नाही ओराजित अछंती से माने केबे राज्य होनांती आ कोन कथा हबो गले कहले तम आमे तो कथा ही पार नथिला आमे तो कथा पई कहिथिलु सब कथा कहिलु आमे आ से माने भी कहले कोन नहीं आज देखि जाओ आज देखि गला पर केबे आसी कि नबो कहले आमे कहलो नहीं नहीं सेटा एक्चुअली केमति हबो आमे सब कार्ड छपई सारिचु एबे कार्ड भी आपन को पठैथिलु WhatsApp रे पठैथिलु WhatsApp रे पठैथिलु आ भी गोटे देखंतु गोटे कार्ड बोले आमे गोटे कार्ड टा भी देखि नैथिलु तांको बाकू सेटा देखिले तापर सब अरेंजमेंट सब हेई सारिची आमे सब अतिथि मान को इनवाइट करि सारिचु एबे करि होबोनी एटा डेट केमति घुंचै परबो सब तो अरेंजमेंट हेई जाईची सेटु से माने भी विश्वास कले नै सेटु सतरे एमति होई जाईची हां आमे कहलु हां से सतरे हेई जाईची सेटु कोन करले से माने काई टिके देखाओ कहले तेनु आमे कोन कला हम गार हम से भाई मान को जन को वीडियो कॉल करलु वीडियो कॉल टिके देखाओ सब जहा जहा अरेंजमेंट हेई तो देखाओ कहले सेटु से माने सब गुडा को टिके बुलेई देले एठी सब तकर लेखा हेई एठी सब टेंट हेई सब हेई देखाइले तापर से माने धीरे धीरे तापर जतलो हम सब ताकर से ज्वेलरी भी नैथिलु गहना किछि सेटा भी देखैलु सब कला पर नाही एमानकर टिके मन टिके बदइला माने माने आउ नाही एटा भलो फैमिली कहि कि से माने कोन करले संगे संगे आइए करले अरे माने संगे 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 तांको रेडी हेले हमकु मध्य खाया पीवार बंदोबस्त करथिले खाया देले सब करले तापर माने कोन करले आउ केते ये कष्ट रे माने हमकु माने तो छाडले से पर्यंत हम दीदी माने बहुत टेंशन रे थिला समस्त टेंशन रे थिलो न छाडीबे हम असुविधा रे पडिबु त से प्रार्थना रे थिलु जेतु प्रार्थना रे करि के जाइचु आमे देर प्रभु को ऊपर ही आशा छाडी दिथिलु प्रभु ही सब संभाळिले प्रभु को धन्यवाद तापरे आमे जते बेले सब 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 काम सरी के बाहरला परे आमे बहुत खुशी लागिला बहुत खुशी लागिला तमरे आरती 17 रो बाहरला परे जते बेले आम गाँ रे जेतिको आम चारिपटे जतिक सब अच्छा आम तो सब चारिपटे जो प्राय तो हिंदू फैमिली अच्छा तथापि भी से गोटे उत्सुकर माने उत्सुकता सहित उद्योगर सहित से राति 3 बजे तक अपेक्षा करथिले से केते पहुंची बोले कि राति 3 बजे तक से नसोई के हमको जगी थिले आउ सेठी आमे जतले बाहरलु राति 3टा बेलू आसला बेलू राति 3टा हे गला तापरे हमको से सब वेलकम करले वेलकम करिकी सब पाछटी नेले तापरे समस्ते बहुत खुशी हेला परे प्रभु माने गौरव पांतु आउ 6 तारिख दिन रेस्ट हेला तापरे 7 तारिख दिन मैरिज पई बहुत के प्रस्तुति चलला 7 तारिख दिन मैरिज हेला आउ से मैरिज रे जेतिको हम संगे जेतिको सब हम पाखा पाखी फैमिली अछंती सब हिंदू फैमिली से माने हम से तो चर्च को आसीले से माने भी चर्च को आसीले आउ मैरिज को ये करिया पई देखिया पई आउ सेटा भी बहुत बढ़िया कथा आउ सबठु बड़ कथा कोन आम चर्च रे केबे भी माने मैरिज हेई नथिला आउ चर्च हमर जो चर्च नुवा चर्च हेला आउ आम चर्च हिस्ट्री रे फर्स्ट हिची मोर मैरिज ता हिची चर्च रे प्रेज द लॉर्ड एते प्रभु को गौरव दिए आउ मैरिज भी बहुत भल रे हेला तापर मु बेसी खुशी हेली हमर एक हम बहुत लोक तो आसीथिले मते बेसी खुशी लागिला हम अर्ली मॉर्निंग ग्रुप परिवार को मु सेथिरे पाइथिली सेटा मते बहुत खुशी लागिथिला विशेष करी हमर प्रशांत भाई आस्थिले रश्मि सिस्टर आस्थिले आ विनोदिनी माउसी आस्थिले आ तांको आमे तो विनोदिनी माउसी तो आगरु भी तांको से आसीथिला हमर आगरु तो चलची माने आगरु तो हमर अछि से माउसी हमर आ पारिवारिक संपर्क आ बेसी मते खुशी लागिथिला नुआ रे हमर सुरेखा माउसी को पाइथिली सुरेखा माउसी को बहुत खुशी थी बहुत माने एक्साइटेड सो थैंक यू माउसी आपण आसीथिबार हम घर को आपनकर पाद पड़ी मोर थैंक यू आउ
ବହୁତ ଖୁସି। ଆଉ ଦିନ ମାସ ବି ଆସିଥିଲେ, ସେ ତାକୁ ବି କଣ୍ଟାକ୍ଟ କଲି ଆଗରୁ, କାର୍ଡ ଦିଆ ପୂର୍ବରୁ କଣ୍ଟାକ୍ଟ କରିଥିଲି, ଆଉ ସେ ବି ଆସିବା ପାଇଁ ସେ ବି ପ୍ରତିଶ୍ରୁତି ଦେଇଥିଲେ। ବହୁତ ଖୁସି ଲାଗିଲା ଯେ अर्ली मॉर्निंग ପରିବାରକୁ ମୁଁ ପାଇଥିଲି ସେଇଠି। ଆଉ ଏଇଟା ଗୋଟେ ବ୍ଲେସିଂ ଯେ ଗୋଟେ ଫ୍ୟାମିଲି ମାନେ ଅଭିଷିକ୍ତ ଦାସ ଦାସୀ ମାନେ ଗୋଟେ ମାନେ ଯୋଗ ଦେବାଟା ବହୁତ ଗୋଟେ ବ୍ଲେସିଂ ବୋଲି ମୁଁ ଭାବିଲି। ଆଉ ଏତେ ଖୁସି ଲାଗିଲା ସେଦିନ, ଖୁସି ଲାଗିଲା। ଆଉ ଯେତିକ ଅନ୍ୟମାନେ ବି ମାନେ ଯୋଉମାନେ ପ୍ରଭୁଙ୍କୁ ଜାଣିନାହାନ୍ତି ସେମାନେ ବି ଏତେ ଖୁସି ହେଲେ କେମିତି ଏଇଭଳିଆ ମ୍ୟାରେଜ ଗୋଟେ ୟୁନିକ୍ ମ୍ୟାରେଜ ବୋଲି ସମସ୍ତେ କହିଲେ। ମାନେ କଣ କାହାରି ମୁହଁରେ ସେଦିନ ଦୁଃଖ ନଥିଲା, ମାନେ ଏତେ ଖୁସିରେ ସମସ୍ତେ ଏକ୍ସାଇଟେଡ୍ ଥିଲେ ଏଭଳିଆ ମ୍ୟାରେଜ ବୋଧେ କେବେ ହେଇନଥିଲା ବୋଲିକି। ମାନେ ପ୍ରଭୁଙ୍କୁ ଧନ୍ୟବାଦ, ପ୍ରଭୁ ମାନେ ଏତେ ଆଶ୍ଚର୍ଯ୍ୟ କର୍ମ ମାନେ କାର୍ଯ୍ୟ କରିପାରନ୍ତି, ଏତେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରନ୍ତି। ଆଉ ସେଦିନ ମାନେ ସମସ୍ତେ ଦିନ ଯଦିଓ ଟିକେ କାର୍ଯ୍ୟ ବ୍ୟସ୍ତ ରହିଲେ, ଆଉ ହୁଏତ କିଛି ଭୁଲ ବି ହେଇଥାଇପାରେ, କଣ ବି ହେଇଥାଇପାରେ, କିନ୍ତୁ ସେଟା ଆଉ ସେଥିପାଇଁ ସରି ଯଦି କିଛି ବି ଭୁଲ ହେଇଥିବ ଆମ ପରିବାର ତରଫରୁ ଆଉ ସେବା କାର୍ଯ୍ୟରେ ସେବାରେ ଆଉ କିଛି ହେଇ ବି ଥାଇପାରେ, ତଥାପି ପ୍ରଭୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ। କିନ୍ତୁ ବହୁତ ଭଲସେ ହେଲା, ସେଟା ପାଇଁ ମୁଁ ବହୁତ ମାନେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆଉ କଣ କହିବି, ଆଉ ଏମିତି ପ୍ରଭୁଙ୍କର ଆଶ୍ଚର୍ଯ୍ୟ କର୍ମ ପାଇଁ ମୁଁ ମାନେ ଆଜି ଏବେ ବି ମୁଁ ଚିନ୍ତା କଲି, ମୁଁ ଏବେ ବି ଆଶ୍ଚର୍ଯ୍ୟ ହଉଛି। ମୁଁ ଯେହେତୁ ପ୍ରାର୍ଥନା କରିଥିଲି, ଆମେ ସମସ୍ତେ ପ୍ରାର୍ଥନା କରିଥିଲୁ, ଆମର ସ୍ପେଶାଲ ପ୍ରେୟାର ଥିଲା ଗୋଟେ କାନନଗର ଭଳିଆ ଅନୁଭୂତି ଏଠି ହଉ, ସମସ୍ତେ ଯେତେବେଳେ ଯୋଉ ପ୍ରଥମ ଦ୍ରାକ୍ଷାରସ ଅପେକ୍ଷା ପ୍ରଭୁଙ୍କର ପ୍ରଭୁ ବନେଇଥିବା ଦ୍ରାକ୍ଷାରସ ଯେତେବେଳେ ପାଇକି ସମସ୍ତେ ଆନନ୍ଦିତ ଥିଲେ, ସେଭଳିଆ ଗୋଟେ ଆମ ମ୍ୟାରେଜରେ ଏମିତି ଗୋଟେ ଆନନ୍ଦ ହଉ, ସେଭଳିଆ ଅନୁଭୂତି ଗୋଟେ ଆସୁ ବୋଲି ମୁଁ ପ୍ରାର୍ଥନା କରୁଥିଲି। ଆଉ ବହୁତ ସମସ୍ତେ ଖୁସି ହେଇଥିଲେ, ସମସ୍ତେ ଖୁସି ହେଲେ, ସମସ୍ତେ ଖୁସିରେ ସମସ୍ତେ ଗଲେ। ଏଇଟା ଗୋଟେ ବହୁତ ମାନେ ବ୍ଲେସିଂ ବୋଲି ମୁଁ ଭାବିଲି। ପ୍ରଭୁଙ୍କର ଅଭିଷିକ୍ତ ଦାସ ଦାସୀ ମାନେ ପାଦ ଦେବାଟା ଗୋଟେ ସାଧାରଣ ବିଷୟ ନୁହେଁ। ଆଉ ଯୋଉମାନଙ୍କୁ ଯୋଉ କହିପାରିନି ସେମାନେ ମଧ୍ୟ ଅନେକ ଲୋକ ଆସିଥିଲେ, ପ୍ରଭୁଙ୍କ ଦାସ ଦାସୀ ମାନେ, ସେଟା ମତେ ବେଶୀ ଖୁସି ଲାଗିଲା। ଆଉ ବହୁତ ଲମ୍ବା ଷ୍ଟୋରି, ମୁଁ ତାକୁ ସର୍ଟ କଲି। ଆଉ ପ୍ରଭୁ ଯାହା ବି ହଉ, ପ୍ରଭୁ ଗୌରବ ପାଆନ୍ତୁ ଏଇ ଛୋଟ ସାକ୍ଷ୍ୟ ଦ୍ଵାରା। ଯାହାକି ଆଶ୍ଚର୍ଯ୍ୟ କର୍ମ, ଯାହାକି ହେବାର କେହି ବି ଆଶା କରୁନଥିଲେ, ତାହା ପ୍ରଭୁ କରେଇଦେଲେ। ଆଉ ଯୋଉଠି ଆସ ମାନେ ଯୋଉ ମାନେ ଏ ପାଖାପାଖି ନୁହେଁ, ସୁଦୂର ଫୁଲବାଣୀ ଝାରସୁଗୁଡା, ଏତେ ଦୂର କାହା ସହିତ କାହାକୁ ମାନେ କୋଉଠି ପ୍ରଭୁ ସଂଯୋଗ କରିଛନ୍ତି, ସେଟା ବି ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ଯାହାକୁ ସଂଯୋଗ କରୁଛନ୍ତି ସେଟା ହିଁ ତାଙ୍କ ସମୟରେ କରନ୍ତି। ଆଉ ଠିକ ସମୟରେ ସେ ବି ମାନେ ଉପଯୁକ୍ତ ଗୋଟେ ସମୟ ରଖିଛନ୍ତି ସବୁ ବିଷୟ ପାଇଁ, ସବୁ ସମୟ ଅଛି। ଆମେ ତରବର ହେଇକି ଅନେକ ଡିସିସନ ନେଇଥାଉ, କିନ୍ତୁ ଠିକ ସମୟରେ ପ୍ରଭୁ ଯାହା କରିବା କଥା ଠିକ ସମୟରେ ସେ କରନ୍ତି। ଆମେ ଅନେକ ସମୟରେ ଅସ୍ତବ୍ୟସ୍ତ ହେଇଥାଉ, ମୁଁ ଏ କଥା ମୁଁ ପରେ ଫିଲ୍ କଲି। ତେଣୁ ପ୍ରଭୁ ଗୌରବ ପାଆନ୍ତୁ ଛୋଟ ସାକ୍ଷ୍ୟ ଦ୍ଵାରା। ଆଉ ଆପଣ ମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ, ସମସ୍ତଙ୍କୁ ଆପଣ ଯେତେମାନଙ୍କୁ ପରିବାର ପ୍ରାର୍ଥନାରେ ତୋଳି ଧରିଛନ୍ତି ସେଥିପାଇଁ ଧନ୍ୟବାଦ। ଆଉ ପ୍ରାର୍ଥନା କରିବି ୟା ପରବର୍ତ୍ତୀ ଲାଇଫ ବି ଆମକୁ କାଟିବାର ଅଛି, ଆଗକୁ ବଢିବାର ଅଛି। ଏଇ ସମୟରେ ଅନେକ ପ୍ରତିବନ୍ଧକ ଆସିପାରେ, ଅବଷ୍ଟାକେଲ ଆସିପାରେ, ଶୈତାନର ମଧ୍ୟ ଅନେକ ପ୍ରକାର ପରୀକ୍ଷା ପ୍ରଲୋଭନ ଆସିପାରେ, ଶୈତାନର ଅନେକ ପ୍ରକାର ଚାତୁରୀ ଆସିପାରେ। କାରଣ ଏଇଟା ଅନେକ ମାନେ ଫ୍ୟାମିଲିକୁ ଡିଷ୍ଟର୍ବାନ୍ସ କରିବା ପାଇଁ, ଫ୍ୟାମିଲିକୁ ଡିସ୍ପ୍ୟୁଟ କରିବା ପାଇଁ, ସେଇ ମାନେ ସେ ପ୍ରକାର ଶୈତାନ ସମସ୍ତ କାର୍ଯ୍ୟ ପ୍ରଭୁ ଆମକୁ ରକ୍ଷା କରନ୍ତୁ, ସାହାଯ୍ୟ କରନ୍ତୁ, ଆଶୀର୍ବାଦ କରନ୍ତୁ। ଏଇ ଛୋଟ ସାକ୍ଷ୍ୟ ଦ୍ୱାରା ପ୍ରଭୁ ଗୌରବ ପାଆନ୍ତୁ। ଆପଣ ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର। ଆପଣଙ୍କ ସାକ୍ଷ୍ୟ ତ କାନାନଗର ଅପେକ୍ଷା ଆହୁରି ବଡ ହେଇଗଲା, ଆହୁରି ବିସ୍ମୟକର ହେଇଗଲା। ପାଣିଟା ଦ୍ରାକ୍ଷାରସ ହେଇଥିଲା, କିନ୍ତୁ ଆପଣଙ୍କର ଯୋଉ କହିଲେ, ମୁଁ ଖାଲି ଟିକେ ସଂଶୋଧନ କରିବାକୁ ଚାହୁଁଛି। ଆପଣ ଆଉ ଡିସେବଲ୍ଡ କହିବେନି, ତାକୁ ଉଠେଇ ଦିଆଯାଇଛି ସ୍ପେସିଆଲି ଏବଲ୍ଡ ବର୍ତ୍ତମାନ କୁହାହଉଛି। ଆପଣ ଆଉ ଡିସେବଲ୍ଡ ୱାର୍ଡ ବ୍ୟବହାର କରିବେନି। ଦ୍ୱିତୀୟରେ ମୁଁ ଅନ୍ୟମାନଙ୍କର ଜାନକାରୀ ପାଇଁକା ମୁଁ କହିବାକୁ ଚାହୁଁଛି, ଆମଙ୍କ ରୁବେନ ଭାଇ ସେ ଗୋଟେ ବିଦ୍ୱାନ ଲୋକ। ଆଉ ମୁଁ ବହୁତ ଦୁଃଖର ସହିତ ଆପଣ ମାନଙ୍କୁ ଜଣାଉଛି, ସେ ଦୁଇ ଥର ଓଡିଶା ପ୍ରଶାସନିକ ସେବାରେ ପ୍ରିଲିମିନାରୀରେ ସେ ସିଲେକ୍ଟ ହେଇଛନ୍ତି, କିନ୍ତୁ ଗୋଟେ ରାଇଟର ମିଳିଲେନି ବୋଲିକା ସେ ଆଜି ଗୋଟେ ଓଏସ୍ ଅଫିସର ହେଇପାରିଲେନି। ତାଙ୍କ ପାଇଁ ଗୋଟେ ରାଇଟର କେହି ମିଳିପାରିଲେନି। ଆଉ ସେ ଗୋଟେ ଅତି ବିଦ୍ୱାନ ଲୋକ। ଆପଣ ତ ସମସ୍ତେ ଜାଣିଛନ୍ତି, ସେ ଗୀତରେ ଗୋଟେ ଅତି ତାନସେନ ସିଂ, ଆଉ ବାକ୍ୟ ମଧ୍ୟ ସେ ବି ଦିଅନ୍ତି। ଆଉ ଏବେ ମୁଁ ତାଙ୍କର ସେ ସାକ୍ଷାତ ଶୁଣୁଥିଲି, ଏତେ ଏକ୍ସାଇଟେଡ ଯେ ଭାର୍ଯ୍ୟା ପାଏ ସେ ଉତ୍ତମ ବିଷୟ ପାଏ, ମୁଁ ରୁବେନ ଭାଇଙ୍କ ସାକ୍ଷୀରୁ ଦେଖିଲି। ବହୁତ ଏକ୍ସାଇଟେଡ। ରୁବେନ ଭାଇ ସେଇ ଏକ୍ସାଇଟମେଣ୍ଟଟା ରହୁ, ଜୀବନ ଶେଷ ପର୍ଯ୍ୟନ୍ତ ରହୁ। ଆମେ ତ ଆପଣଙ୍କୁ ଦେଖିଛୁ, ଆପଣଙ୍କର ସ୍ୱର ଶୁଣିଛୁ,
ବାକ୍ୟ ଶୁଣିଛ ଆଉ କେବେ ଆମମାନଙ୍କର ଟିକେ ଭାଗ୍ୟ ହେଲେ ଆପଣ ଦୁଇ ଜଣଙ୍କୁ ଟିକେ ଆମେ ଭିଡିଓରେ ବି ଦେଖିବା। ଥ୍ୟାଙ୍କ ୟୁ ଭେରି ମଚ୍ ଭାଇ। God ଆଜ୍ଞା bless. ଥ୍ୟାଙ୍କ ୟୁ ହଁ ହଁ ଆସିବୁ ସାର୍ ଥ୍ୟାଙ୍କ ୟୁ। ଆମେନ୍ ଆମେନ୍ ଆମେନ୍। ପ୍ରଭୁଙ୍କର ମହାନ ଆମର ଗୌରବ ହଉ, ଆଶ୍ଚର୍ଯ୍ୟ କାର୍ଯ୍ୟ ତାଙ୍କର। ଆଉ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରି ଅପେକ୍ଷା ରହିଥାନ୍ତି ସେମାନେ ପାଇଥାନ୍ତି, ବଳ ବି ପାଇଥାନ୍ତି ଆଉ ସମସ୍ତ ଆଶୀର୍ବାଦ ମଧ୍ୟ ପାଇଥାନ୍ତି। ଆଉ ଆମମାନଙ୍କୁ ଆଜି ସୁନ୍ଦର ସାକ୍ଷ୍ୟ ଦେଇଥିବା ଲାଗି ପ୍ରଭୁଙ୍କର ଗୌରବ ହଉ ଏବଂ ଆମମାନଙ୍କୁ ରୁବେନ ଭାଇ ଏବଂ ତାଙ୍କ ସହଧର୍ମିଣୀ ପୁନମ ଭଉଣୀକୁ ପ୍ରଭୁ ବହୁଳ ଆଶୀର୍ବାଦ କରନ୍ତୁ। ଆମେନ୍।